ଅବସରପ୍ରାପ୍ତ ସୈନିକଙ୍କ ଉନ୍ମତ୍ତ କାଣ୍ଡ। ମଦ ଦୋକାନୀକୁ ବନ୍ଧୁକ ଦେଖାଇ ହତ୍ୟା ଧମକ। ଅନୁଗୁଳ ଜିଲ୍ଲା ବରପାଳ ଥାନା ଅଞ୍ଚଳରେ ଆଜି ଅପରାହ୍ନ ପ୍ରାୟ 3:40 ସମୟରେ ଜଣେ ଯୁବକ ନୂଆ ହାତରେ ଥିବା ଲାଇସେନ୍ସ ପ୍ରାପ୍ତ ମଦ ଦୋକାନୀକୁ ଗାଳିଗୁଲଜ କରିବା ସହ ବନ୍ଧୁକ ଦେଖାଇ ମାରିଦେବାକୁ ଧମକ ନେଇ ପୋଲିସ ନିକଟରେ ଅଭିଯୋଗ ହୋଇଛି। ପୋଲିସ ସୂତ୍ରରୁ ପ୍ରକାଶ ଯେ ବରପାଳ ଥାନା ଅନ୍ତର୍ଗତ ନୂଆହାତା ସନ୍ତ୍ରୀ ରୋଡରେ ଥିବା ଲାଇସେନ୍ସ ପ୍ରାପ୍ତ ମଦ ଦୋକାନକୁ ଅପରାହ୍ନ ପ୍ରାୟ 3:40 ସମୟରେ ଜଣେ ଯୁବକ ମଦ ଦୋକାନକୁ ଯାଇ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ। କାଉଣ୍ଟର ମ୍ୟାନେଜର ରଞ୍ଜନ କୁମାର ଗାଳି ନ କରିବାକୁ ଅନୁରୋଧ କରିଥିଲେ। ସେଠାରୁ ଯୁବକ ଜଣକ ଫେରିଯାଇ ପୁଣି କାଉଣ୍ଟରକୁ ଆସି ଏକ ବନ୍ଧୁକରେ ଗୁଳି ଭର୍ତ୍ତି କରି ଧମକ ଦେଇ ଦୋକାନ ମଧ୍ୟରେ ଥିବା 3 ଜଣଙ୍କୁ ଗୁଳି ମାରିଦେବି, ତୁମେମାନେ ମୋର କିଏ କିଛି କ'ଣ କରିପାରିବ, ଜେଲ୍ ଗଲେ ବେଲ୍ରେ ଆସିବି, ତୁମ 3 ଜଣଙ୍କୁ ମାରିଦେବା ସହ କାଉଣ୍ଟର ଉଡ଼େଇ ଦେବି ବୋଲି ଧମକ ଦେଇଥିଲେ। ଏହାପରେ ଭୟଭୀତ ହୋଇ କାଉଣ୍ଟର ମ୍ୟାନେଜର ରଞ୍ଜନ କୁମାର ପୋଲିସକୁ ସୂଚନା ଦେଇଥିଲେ। ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କୁ କାବୁ କରିବା ସହ ବନ୍ଧୁକ ଜବତ କରିଥିଲେ। ଉତ୍ତ୍ୟକ୍ତ ମଚାଇଥିବା ଯୁବକ ଜଣକ ଜଣେ ଏକ୍ସ ଆର୍ମି ଏବଂ ତାଙ୍କ ଘର ହିନ୍ଦୋଳପାଟଣା ଗ୍ରାମରେ। ସେ କିଛି ବର୍ଷ ହେବ ନୂଆହାତାରେ ଘର କରି ରହି ଆସୁଛନ୍ତି ବୋଲି ଜଣାପଡ଼ିଛି। ସ୍ଥାନୀୟ ପୋଲିସ ଅଭିଯୋଗ ପାଇ ଘଟଣାକୁ ତଦନ୍ତ କରୁଛି।